ଶୁଣ ମୋଟା ହେଇଗଲେ ଟିକେ ଦୌଡ଼ା ଦୌଡ଼ି କରି ଝଡ଼ୁନ। ବାସ୍ ସମସ୍ତଙ୍କଠୁ ଏଇ କଥା ଶୁଣିକି ନିଜ କାନରେ ସୋରିଷ ତେଲ ପକେଇଲେ। ମୁଁ ଭାବିଲି ପଡ଼ିଆ ଯାଇ ଦୌଡ଼ିବି। ସେ ଯାଇ ଦେଖିଲି ଭାଇ ସବୁ ଯେମିତି ଦୌଡ଼ୁଛନ୍ତି, 8 ସାଇଡ଼୍ରେ ମୟୂର ସବୁ ଆସନ୍ତି ଦୌଡ଼ିକି ପାଣି ପିଇବା ପାଇଁ। ଯାହା ବି ହଉ ସାର୍ମାନେ ତାଙ୍କ ଚାଲିଛନ୍ତି। ଏଇ ଯେଉଁ ଚୁନି ଭାଇଟି ତାର କାଲି ରାତିରେ ଚିକେନ୍ ଅଧିକ ଖାଇଦେଇ ତାର ଚଲେଇଛି। ଆଉ ଏଇ ଯେଉଁ ଭାଇ ଆଙ୍କର ଘର ସେପଟେ ମ୍ୟୁନିସିପାଲିଟି ପାଣି ପ୍ରୋବ୍ଲେମ୍ ରହୁଛି, ଏଇଠୁ ଝାଳରେ ଗାଧି ପଡ଼ି ଯାଉଛନ୍ତି। ସାର୍ ଆମର ନୂଆ ଜୋତା ଆଣିଥିଲେ, ଦେଖୁଛନ୍ତି ଜୋତାଟା ଭଲ ଅଛି ନା ଗଳି ପଡ଼ୁଛି। ଯାହା ମୁଁ ପଚାରେ ସମସ୍ତେ କ'ଣ ଆଉଛନ୍ତି ଦୌଡ଼ି ଝଡ଼ିବା ପାଇଁ? ଅଧିକାଂଶ ଲୋକ ସାର୍ କେଉଁଥିପାଇଁ ଆଉଛନ୍ତି? ମ୍ୟାକ୍ସିମମ୍ ଚାକିରି ପାଇଁ। ଚାକିରି କରିଦେଲେ ପେଟ ବାହାର କରି ବୁଲିଲେ। ଭାଇ ଆମର ହସ୍ତକର୍ମ ଟିକେ ଅଧିକ କରୁଛନ୍ତି, ହାତ ପାଇଁ ସେ ତାଙ୍କ କାମ ଚଲେଇଛନ୍ତି ବୋଲି କହିଲେ। ଆଉ ଏସବୁ ଦେଖିକି ମୁଁ ଭାବିଲି ଯେ ମୁଁ ମାନେ ସବୁ ପାରିବି ନା ପାରିବିନି କ'ଣ, ଏସବୁ ଭିତରେ ମନରେ ଭାରି ଚିନ୍ତା ରହିଲା ଯେ ମୋ ଦ୍ୱାରା ଏସବୁ କିଛି ହେବନି। କିନ୍ତୁ ଏଇ ଯେଉଁ ଭାଇ ଜଣଙ୍କୁ ଦେଖିଲା ପରେ ମୁଁ ଜାଣିପାରିଲି ଯେ ମୁଁ କିଛି କରିପାରି, କାରଣ ଲୁଚିକି ଘରୁ ଆସି ସକାଳୁ ବୁଲୁଛନ୍ତି। ଯାହା ବି ହଉ ଏଇ ଭାଇଙ୍କୁ ଯେତେବେଳେ ଦେଖିଲି ମୁଁ ସିଓର ହୋଇଗଲି ଯେ ନାଇଁ ଭାଇ ମୁଁ ତ କିଛି କରିପାରି, ମୋ ଦେଇ କିଛି ଘଟିବ। କିନ୍ତୁ କ'ଣ କଲେ ଝଡ଼ିବି, ମାନେ ଦୌଡ଼ିବି ନା ଚାଲିବି ନା ଗୋଡ଼ ଫୋଡ଼ ହଲେଇବି ନା କ'ଣ କରିବି ଭାବିକି ମୁଁ ଭାବିଲି ଆଜି ଆଉ କାମ ନୁହଁ, କାଲି ସକାଳେ ଯାଇ ଆସିବି। ଭାଇ ଏ ଘରେ ଭାରି ସୋଦାସୋଦି କରୁଛନ୍ତି, ଜମା ଭଲ ଲାଗୁନି। ମୋତେ କେତେ ଦିନ ଖଣ୍ଡେ ଲାଗିବ କହିଲ ଝଡ଼ିବା ପାଇଁ? କହିବି ଯେ ମତେ ଆଗ ତମେ ଗୋଟେ କଥା କୁହ, ମତେ ମୋଟା ହେବାକୁ କେତେ ଦିନ ଲାଗିବ? नमस्कार मु दिव्याश्री महांती मु विजन अबादर्श बालिकदार छात्री मु एथर आदर्श रे टोटाल ब्लॉक रे रैंक 2 रे अछि।